ଯେତେବେଳେ ବି ପିଏମ୍ ସୂର୍ଯ୍ୟଘର ଯୋଜନା କଥା ଶୁଣୁଥିବେ ଗୋଟେ କଥା ବାରମ୍ବାର ଆସୁଥିବ 3 କିଲୋୱାଟ୍ ସୋଲାର ସିଷ୍ଟମ। କେବେ ମନକୁ ଆସିଛି ଏତେ ସବୁ ଅପସନ୍ ଥାଉ ଥାଉ ଖାଲି 3 କିଲୋୱାଟ୍ ଉପରେ ଏତେ ଫୋକସ୍ କାହିଁକି? ହଁ, ତ ଏଇଟା କିଛି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ଏହା ପଛରେ ଗୋଟେ ବହୁତ ବଡ଼ ଆଉ ସ୍ମାର୍ଟ ରଣନୀତି ଅଛି। ଆଉ ଆଜି ଆମେ ସେଇ ରଣନୀତିକୁ ପୁରା ଖୋଲିକେ ଦେଖିବା। ଆଚ୍ଛା, ଚାଲନ୍ତୁ ଗୋଟେ ସିଧାସଳଖ ପ୍ରଶ୍ନରୁ ଆରମ୍ଭ କରିବା। ଯେତେବେଳେ ସରକାର ନିଜେ ଗୋଟେ ଜିନିଷକୁ ସବୁଠୁ ଭଲ ବୋଲି କହୁଛନ୍ତି, ତାକୁ କ'ଣ ସତରେ ଆମେ ଅନଦେଖା କରିପାରିବା? ଟିକେ ଭାବିବା କଥା, ନୁହେଁ କି? ଆଜି ଆମର ପୁରା ଆଲୋଚନା ଏଇ ଗୋଟିଏ ପ୍ରଶ୍ନକୁ ନେଇକି ହିଁ ଆଗକୁ ବଢ଼ିବ। ତେବେ ଗୋଟେ କଥା ପୁରା ସଫା ସଫା ଜାଣିନେବା ଦରକାର। ପିଏମ୍ ସୂର୍ଯ୍ୟଘରେ ଯୋଜନାରେ ଯେଉଁ 3 କିଲୋୱାଟ୍ କଥା ବାରମ୍ବାର କୁହାଯାଉଛି, ସେଟା କିଛି ଏମିତି ହେଇଯାଏନି ନା। ଏହା ପଛରେ ଗୋଟେ ପୂରାପୂରି ଭାବିଚିନ୍ତି କରାଯାଇଥିବା ରଣନୀତି ଅଛି। ଆଉ ଆଜି ଆମେ ସେଇ ରଣନୀତିର ଗଭୀରକୁ ଯିବା। ହଉ, ତାହେଲେ ଆସନ୍ତୁ ଆମର ପ୍ରଥମ ପଏଣ୍ଟକୁ। ସରକାର ପ୍ରକୃତରେ କ'ଣ ଭାବିକି ଏହି ନିଷ୍ପତ୍ତି ନେଇଛନ୍ତି? ଚାଲନ୍ତୁ ଏହି ରଣନୀତିର ପ୍ରଥମ ଭାଗକୁ ଟିକେ ଭଲ ଭାବରେ ବୁଝିବା। ଦେଖନ୍ତୁ, ସରକାରଙ୍କ ଉଦ୍ଦେଶ୍ୟ ବହୁତ ସିଧା ଆଉ ସ୍ପଷ୍ଟ। ସେମାନେ ଚାହୁଁଛନ୍ତି ଯେ ଯେତେ ଅଧିକା ସମ୍ଭବ ପରିବାର ଏହି ଯୋଜନାରୁ ଏକ ଦୀର୍ଘକାଳୀନ ଲମ୍ବା ସମୟ ପାଇଁ ଲାଭ ପାଇପାରନ୍ତୁ। କଥାଟା ଖାଲି ଆଜି ପାଇଁ ନୁହେଁ, ବରଂ ଆଗାମୀ ବହୁତ ବର୍ଷ ପାଇଁ। ଠିକ୍ ଅଛି, ଏବେ ଆସନ୍ତୁ ଆମର ଦ୍ୱିତୀୟ ଭାଗକୁ। ଏଠି ଆମେ ଦେଖିବା ଯେ କେମିତି ଗୋଟେ ସାଧାରଣ 3 କିଲୋୱାଟ୍ ସିଷ୍ଟମ ଆମ ପୁରା ଦେଶର ବଡ଼ ବଡ଼ ଆବଶ୍ୟକତା ଭିତରେ ଗୋଟେ ପରଫେକ୍ଟ ବ୍ୟାଲେନ୍ସ ତିଆରି କରୁଛି। ଦେଖନ୍ତୁ, ସବସିଡିର ପୁରା ଡିଜାଇନ୍ 3ଟି ମୁଖ୍ୟ କଥାକୁ ଆଖି ଆଗରେ ରଖି କରାଯାଇଛି। ପ୍ରଥମ କଥା, ଏହା ଏକ ସାଧାରଣ ପରିବାରର ଯାହା ବି ମୌଳିକ ବିଜୁଳି ଦରକାର ତାକୁ ପୂରା କରିବା ଦରକାର। ଦ୍ୱିତୀୟରେ, ଏହାକୁ ଫ୍ୟୁଚର ପ୍ରୁଫ୍ ହେବାକୁ ପଡ଼ିବ, ମାନେ ଭବିଷ୍ୟତରେ ଯଦି ଘରର ବିଜୁଳି ବ୍ୟବହାର ବଢ଼େ ତଥାପି ବି ଚଳିବ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୃତୀୟ କଥା ହେଲା, ଏସବୁ ହେଲା ପରେ ବି ଆମ ଦେଶର ଯେଉଁ ଇଲେକ୍ଟ୍ରିକ୍ ଗ୍ରିଡ୍ ଅଛି ତା ଉପରେ କୌଣସି ଅଯଥା ଚାପ ପଡ଼ିବା କଥା ନୁହେଁ। ଆଉ ମଜା କଥା ହେଉଛି, ଯେତେବେଳେ ଏହି 3ଟି ଲକ୍ଷ୍ୟକୁ ଏକାଠି ରଖି ଦେଖାଯାଏ, ତେବେ ଗୋଟିଏ ହିଁ ଉତ୍ତର ସାମ୍ନାକୁ ଆସେ। ଆଉ ସେଇଟା ହେଉଛି 3 କିଲୋୱାଟ୍ ସିଷ୍ଟମ। ଏକଦମ ପରଫେକ୍ଟ ସଲ୍ୟୁସନ୍। ହଉ, ତେବେ ସରକାରୀ ଦୃଷ୍ଟିକୋଣରୁ କାହିଁକି 3 କିଲୋୱାଟ୍, ତାର ଉତ୍ତର ତ ମିଳିଗଲା। କିନ୍ତୁ ଏବେ ଚାଲନ୍ତୁ ଟିକେ ଟେକ୍ନିକାଲ ଦିଗକୁ ଯିବା। କାହିଁକି 3 କିଲୋୱାଟ୍ ହିଁ ପ୍ରକୃତରେ ଗୋଟେ ସାଧାରଣ ପରିବାର ପାଇଁ ସବୁଠୁ ଭଲ, ଯାହାକୁ କୁହାଯାଏ ସ୍ୱିଟ୍ ସ୍ପଟ୍? ସାଧାରଣତଃ ଦେଖିବାକୁ ଗଲେ ଆମ ଓଡ଼ିଶାରେ ଗୋଟେ ମଧ୍ୟବିତ୍ତ ପରିବାର ମାସକୁ ପାଖାପାଖି 300ରୁ 400 ୟୁନିଟ୍ ବିଜୁଳି ବ୍ୟବହାର କରିଥାଏ। ହଁ, ଏଇ ଯେଉଁ 300ରୁ 400 ୟୁନିଟ୍ କଥା କହିଲି, ଏହାକୁ ଟିକେ ମନେ ରଖନ୍ତୁ, କାରଣ ଆମର ପୁରା ହିସାବ ଏଇ ନମ୍ବର ଉପରେ ହିଁ ତିଆରି ହେବ। ଏବେ ଏହି ତୁଳନାକୁ ଟିକେ ଦେଖନ୍ତୁ। ଯଦି 1 କିଲୋୱାଟ୍ ସିଷ୍ଟମ ଲଗେଇଲେ, ତେବେ ତାହା ଆବଶ୍ୟକତା ପୂରା କରିପାରିବନି। ବାରମ୍ବାର ଗ୍ରିଡ୍ ବିଜୁଳି ଦରକାର ପଡ଼ିବ। ଆଉ ଯଦି 5 କିଲୋୱାଟ୍ କଥା ଭାବିବା, ତାହା ଅଧିକାଂଶ ଘର ପାଇଁ ଦରକାରଠୁ ବହୁତ ବେଶୀ ହେଇଯିବ। କିନ୍ତୁ ଯେଉଁ 3 କିଲୋୱାଟ୍ ସିଷ୍ଟମ ଅଛି, ସେଇଟା ହେଉଛି ଏକଦମ ଜଷ୍ଟ ରାଇଟ୍, ମାନେ ଯେତିକି ଦରକାର ଠିକ୍ ସେତିକି। ଆଉ ଗୋଟେ ବହୁତ ମଜାଦାର କଥା କ'ଣ ଜାଣିଛନ୍ତି? ଜଣେ ଇନଷ୍ଟଲର ଦୃଷ୍ଟିରୁ ଦେଖିଲେ 1, 2 କିମ୍ବା 3 କିଲୋୱାଟ୍ ସିଷ୍ଟମ ଲଗାଇବାରେ ଯେଉଁ ଷ୍ଟ୍ରକ୍ଚର ଲାଗେ, ଯେଉଁ ୱାୟାରିଂ ହୁଏ ଆଉ ଯେଉଁ ପରିଶ୍ରମ ହୁଏ, ସେସବୁ ପାଖାପାଖି ସମାନ। କିନ୍ତୁ ଫଳାଫଳ 3 କିଲୋୱାଟ୍ରୁ ମିଳୁଥିବା ଲାଭ ଆଉ ବିଜୁଳି ଉତ୍ପାଦନ ବହୁତ ବେଶୀ। ତେବେ କୁହନ୍ତୁ, ଯଦି ସମାନ ପରିଶ୍ରମରେ ଅଧିକ ଲାଭ ମିଳୁଛି, ସେଇଟା ହିଁ ତ ସ୍ମାର୍ଟ କାମ, ଠିକ୍ ନା? ଆଚ୍ଛା, ଟେକ୍ନିକାଲ କଥା ତ ବହୁତ ହେଲା। ଏବେ ଆସିବା ସବୁଠୁ ଜରୁରୀ କଥା, ଆଉ ସେଇଟା ହେଲା ପଇସା। ଚାଲନ୍ତୁ ଦେଖିବା ସରକାରୀ ସବସିଡିର ପୁରା ଖେଳଟା କ'ଣ, ଆଉ କେମିତି ଏହା 3 କିଲୋୱାଟ୍ ସିଷ୍ଟମକୁ ସବୁଠୁ ଲାଭଜନକ କରିଦେଉଛି। ଏଇ ଯେଉଁ ଚାର୍ଟ ଦେଖୁଛନ୍ତି, ଏଇଟା ହିଁ ପୁରା କାହାଣୀ କହିଦେଉଛି। ଦେଖନ୍ତୁ, 1 କିଲୋୱାଟ୍ରେ କିଛି ସବସିଡି ମିଳିବ, ଠିକ୍ ଅଛି। 2 କିଲୋୱାଟ୍ରେ ତାଠୁ ଆହୁରି ଭଲ ମିଳିବ। କିନ୍ତୁ 3 କିଲୋୱାଟ୍ରେ ହିଁ ସବସିଡିର ପୁରା ଫାଇଦା ମିଳିବ। ଏଇଠି ହିଁ ସବୁଠୁ ଅଧିକ ମ୍ୟାକ୍ସିମମ୍ ସବସିଡି ପାଇବାର ସୁଯୋଗ ଅଛି। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? 3 କିଲୋୱାଟ୍ ପରେ ଯେତେ ବଡ଼ ସିଷ୍ଟମ ଲଗାନ୍ତୁ, ଅତିରିକ୍ତ ସବସିଡି ହେଉଛି 0, ଶୂନ। ଏଇଟା ସରକାରଙ୍କ ତରଫରୁ ଗୋଟେ ପୁରା ସ୍ପଷ୍ଟ ଇସାରା ଯେ 3 କିଲୋୱାଟ୍ ପର୍ଯ୍ୟନ୍ତ ହିଁ ସବୁଠୁ ଅଧିକ ପ୍ରୋତ୍ସାହନ ଦିଆଯିବ। ହଉ, ଏବେ ଆସନ୍ତୁ ଆଉ ଗୋଟେ ଦିଗରୁ ଭାବିବା। ଗୋଟେ ସୋଲାର ସିଷ୍ଟମ ଲଗେଇବା କେବଳ ଆଜିର ବିଜୁଳି ବିଲ୍ କମ୍ କରିବା କଥା ନୁହେଁ, ନା, ଏଇଟା ହେଉଛି ଆସନ୍ତା 25 ବର୍ଷ ପାଇଁ ଏକ ନିବେଶ। ତେଣୁ ଭବିଷ୍ୟତକୁ ଆଖି ଆଗରେ ରଖି ନିଷ୍ପତ୍ତି ନେବାଟା ବହୁତ ଜରୁରୀ। ହୁଏତ ଆଜିର ଦିନରେ ଘରର ବିଜୁଳି ଖର୍ଚ୍ଚ ବେଶୀ ନଥିବ, କିଛି ଲାଇଟ୍ ଫ୍ୟାନ୍, ଟିଭି ଆଉ ବୋଧହୁଏ ଗୋଟେ ଫ୍ରିଜ୍ କିମ୍ବା ୱାସିଂ ମେସିନ୍, ଏତିକି ହିଁ ତ। କିନ୍ତୁ ଆସନ୍ତା 5-10 ବର୍ଷ କଥା ଟିକେ ଭାବନ୍ତୁ ତ। ହୋଇପାରେ ଗୋଟେ ଏସି ଲାଗିବ, କିମ୍ବା ଆଗକୁ ଗୋଟେ ଇଲେକ୍ଟ୍ରିକ୍ ଗାଡ଼ି ଆସିପାରେ, ଯାହାକୁ ଘରେ ହିଁ ଚାର୍ଜ କରିବାକୁ ପଡ଼ିବ। ଘରକୁ ଆହୁରି ନୂଆ ନୂଆ ଜିନିଷ ବି ଆସିବ।
ତେଣୁ ଆଜିଠୁ ଟିକେ ବଡ଼ ସିଷ୍ଟମ ପାଇଁ ପ୍ଲାନିଂ କରିବାଟା ହିଁ ନିଜ ଘରକୁ ଫ୍ୟୁଚର ପ୍ରୁଫ୍ କରିବାର ସବୁଠୁ ଭଲ ଉପାୟ। ଆଚ୍ଛା, ଆମେ ଆଜିର ଆଲୋଚନାର ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲଣି। କିନ୍ତୁ ଯିବା ଆଗରୁ ଆଉ ଗୋଟେ ବହୁତ ସାଧାରଣ ପ୍ରଶ୍ନ ଉଠାଇବାକୁ ଚାହୁଁଛି। ଏମିତି ଏକ ଦ୍ୱନ୍ଦ୍ୱ ଯାହା ପ୍ରାୟ ସମସ୍ତଙ୍କ ମନରେ ଥାଏ। ଆଉ ହଁ, ଏହା ଉପରେ ପୁରା ବିସ୍ତାର ଭାବରେ ଆମେ ଆମର ପରବର୍ତ୍ତୀ ଆଲୋଚନାରେ କଥା ହେବା। ଅନେକ ଲୋକ ଏହି ନେଟ୍ ମିଟରିଂ ଶବ୍ଦଟା ଶୁଣିଛନ୍ତି, କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ ସେଇଟାକୁ ନେଇ ବହୁତ ଦ୍ୱନ୍ଦ୍ୱରେ ଥାନ୍ତି। କେମିତି ଏହା ବିଜୁଳି ବିଲ୍କୁ ପୁରା ଶୂନ କରିଦେଲା ଭଳି ଲାଗେ? ଆମେ ଦେଖିଛୁ ଲୋକମାନେ ସୋଲାର ଲଗାଇ ସାରିଲା ପରେ ବି ବିଲ୍ ଦେଖି ବହୁତ କନଫ୍ୟୁଜ୍ ହୁଅନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ, ଆମର ଆଗାମୀ ଆଲୋଚନାରେ ଆମେ ଏହି ନେଟ୍ ମିଟରିଂର ପୁରା ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା ଆଉ ସବୁକିଛି ପାଣି ଭଳି ସଫା କରିଦେବା।